ବର୍ତ୍ତମାନ ସରକାରଙ୍କ ତରଫରୁ ଏଲ୍‌ପିଜି ଉପଭୋକ୍ତାମାନଙ୍କ ପାଇଁ ବଡ଼ ଘୋଷଣା ଜାରି କରାଯାଇଛି। ତ ଆପଣମାନେ ଅଗଷ୍ଟ 16 ତାରିଖ ସୁଦ୍ଧା ଯଦି ଆପଣମାନେ ଏହି କାମ କରୁନାହାନ୍ତି ତାହେଲେ ଆପଣମାନଙ୍କର ଏଲ୍‌ପିଜି ଗ୍ୟାସ୍ କନେକ୍ସନ୍ କଟିଯିବ ଏବଂ ଆପଣମାନେ ସବସିଡି ଟଙ୍କା ପାଇପାରିବେନି। ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର ଲିଷ୍ଟ ମଧ୍ୟ ଜାରି କରାଯାଇଛି। ତ ଅନେକ ହିତାଧିକାରୀମାନଙ୍କର ପେଣ୍ଡିଂ ରହିଥିବା ଯୋଗୁଁ ସେମାନଙ୍କର ଏଲ୍‌ପିଜି ଗ୍ୟାସ୍ କନେକ୍ସନ୍ ଅଗଷ୍ଟ 16 ତାରିଖରୁ କାଟି ଦିଆଯିବ ଆଉ ସେମାନଙ୍କ ବ୍ୟାଙ୍କ ଖାତାକୁ ଆଉ ଆସିବନି ସବସିଡି ଟଙ୍କା। ଏହାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏଲ୍‌ପିଜି ଉପଭୋକ୍ତାମାନଙ୍କ ପାଇଁ ବଡ଼ ଘୋଷଣା ଜାରି କରାଯାଇଛି। ତ ଆପଣମାନେ ଅଗଷ୍ଟ 16 ତାରିଖ ସୁଦ୍ଧା କେଉଁ କାମ କରିବେ, କେଉଁ ଉପଭୋକ୍ତାମାନଙ୍କର ପେଣ୍ଡିଂ ରହିଛି, ଏହି ପେଣ୍ଡିଂ ଲିଷ୍ଟରେ ଆପଣମାନଙ୍କର ନାହିଁ ତ ଆପଣ କେମିତି ନିଜର ମୋବାଇଲ ମାଧ୍ୟମରେ ପେଣ୍ଡିଂ ଲିଷ୍ଟରେ ଆପଣମାନଙ୍କର ନାମ ଅଛି କି ନାହିଁ ଆପଣ କେମିତି ଚେକ୍ କରିବେ, ଏସବୁ ବିଷୟରେ ମୁଁ ଆପଣମାନଙ୍କୁ ଏହି ଗୋଟିଏ ଭିଡ଼ିଓ ମାଧ୍ୟମରେ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ପାଖରେ ଥିବା ନୋଟିଫିକେସନ୍ ବଟନ୍ଟିକୁ ଅନ୍ କରିକି ରଖିବେ, କାରଣ ଏଇଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଗୁଡ଼ିକ ଆପଣମାନେ ଡେଲି ପାଇପାରିବେ। ସରକାରଙ୍କ ତରଫରୁ ଯେକୌଣସି ନୂଆ ଅପଡେଟ୍ ଆପଣ ଯେଉଁ ଯୋଜନା ଗୁଡ଼ିକରେ ସାମିଲ ହୋଇଛନ୍ତି ସେହି ଯୋଜନା ଗୁଡ଼ିକରେ ଆପଣମାନେ ସମସ୍ତ ଅପଡେଟ୍ ଆପଣ ଏହି ଚ୍ୟାନେଲରୁ ହିଁ ପାଇପାରିବେ। ସର୍ବପ୍ରଥମେ ଆସନ୍ତୁ ଖବର ଉପରେ ନଜର ପକାଇବା କ'ଣ ପ୍ରକାଶ ହୋଇଛି। ଯଦି ଆପଣଙ୍କର ଏଲ୍‌ପିଜି ଗ୍ୟାସ୍ ସଂଯୋଗ ଅଛି ତେବେ ଏହି ଖବରଟି ଆପଣମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 16 ଅଗଷ୍ଟ ସୁଦ୍ଧା ଇକେୱାଇସି ନ କରାଇଲେ ଆପଣଙ୍କୁ 2001 ଟଙ୍କାରେ ମିଳୁଥିବା ଘରୋଇ ସିଲିଣ୍ଡର 2900 ଟଙ୍କାରେ ଅର୍ଥାତ୍ କମର୍ସିଆଲ ବା ବାଣିଜ୍ୟିକ ଦରରେ ମିଳିବ। କାହିଁକି ଦେବାକୁ ପଡ଼ିବ 2900 ଟଙ୍କା? ଦେଖନ୍ତୁ, ରାଜ୍ୟ ସରକାରଙ୍କ ତରଫରୁ ଏକ ଇକେୱାଇସି ପେଣ୍ଡିଂ ଲିଷ୍ଟ ଜାରି କରାଯାଇଛି। ଯଦି ଆପଣମାନଙ୍କର ଏହି ଇକେୱାଇସି ପେଣ୍ଡିଂ ଲିଷ୍ଟରେ ଆପଣମାନଙ୍କର ନାମ ରହିଛି ତାହେଲେ 16 ଅଗଷ୍ଟ ପାଖରୁ ଆପଣମାନଙ୍କର ଏଲ୍‌ପିଜି କନେକ୍ସନ୍ କଟିଯିବ, ଆପଣମାନଙ୍କର ବ୍ୟାଙ୍କ ଖାତାକୁ ଆଉ ଆସିବନି ସବସିଡି ଟଙ୍କା। ଯେଉଁ ଏଲ୍‌ପିଜି ଗ୍ୟାସ୍ ଉପଭୋକ୍ତାମାନେ 325 ଟଙ୍କାରୁ 350 ଟଙ୍କା ସବସିଡି ଟଙ୍କା ପାଉଛନ୍ତି ସେମାନଙ୍କୁ ସେହି ସବସିଡି ଟଙ୍କା ଆଉ ମିଳିବନି, ସେମାନେ କମର୍ସିଆଲ ଦରରେ ଗ୍ୟାସ୍ କିଣିବାକୁ ବାଧ୍ୟ ହେବେ। ସରକାରଙ୍କ ତରଫରୁ ବଡ଼ ଘୋଷଣା ହିତାଧିକାରୀମାନଙ୍କ ପାଇଁ ଜାରି କରାଯାଇଛି। ଯେଉଁ ହିତାଧିକାରୀମାନେ ଏଲ୍‌ପିଜି ଗ୍ୟାସ୍ କନେକ୍ସନ୍ ନେଇଛନ୍ତି ତ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିୟମ ମଧ୍ୟ ଜାରି କରାଯାଇଛି। ସେ ନିୟମ ଅନୁସାରେ ଆପଣ ଯଦି ନ ଚାଲିବେ ତାହେଲେ ଆପଣମାନଙ୍କର ଗ୍ୟାସ୍ କନେକ୍ସନ୍ କାଟି ଦିଆଯିବ। ନିୟମ କହିବାକୁ ଗଲେ ଆପଣମାନେ ପ୍ରତ୍ୟେକ ବର୍ଷ ଫେସ୍ ସ୍କାନ୍ ମାଧ୍ୟମରେ ଇକେୱାଇସି ଦେବା ପାଇଁ ପଡ଼ିବ। ତ ଯଦି ଆପଣମାନେ ପ୍ରତ୍ୟେକ ବର୍ଷ ଫେସ୍ ସ୍କାନ୍ ମାଧ୍ୟମରେ ଇକେୱାଇସି ଦେଉନାହାନ୍ତି ଆପଣମାନେ ଗ୍ୟାସ୍ ମଧ୍ୟ ବୁକିଂ କରିପାରିବେନି। ସବସିଡି ପାଇବା ତ ଦୂରର କଥା, ଗ୍ୟାସ୍ ସିଲିଣ୍ଡର ଆପଣଙ୍କ ଘରେ ପହଞ୍ଚିବନି। ବିଭିନ୍ନ ଜିଲ୍ଲାରେ ଏଲ୍‌ପିଜି ଗ୍ୟାସ୍ ଯେଉଁମାନେ କନେକ୍ସନ୍ ନେଇଛନ୍ତି ତାର ଦର ମଧ୍ୟ ଅଲଗା ଅଲଗା ରହିଛି। କେଉଁଠି 1000 ଟଙ୍କାରେ ମିଳୁଛି ତ କେଉଁଠି 985 ଟଙ୍କାରେ ମିଳୁଛି, ଏଇଭଳି ତ ରହିଛି ରେଟ୍ ରହିଛି, କିନ୍ତୁ ସେ ରେଟ୍ରେ ଆପଣମାନେ ଆଉ ପାଇବେନି। ତ ଏଇ ଲିଷ୍ଟରେ ଯଦି ଆପଣମାନଙ୍କର ନାମ ଥିବ ଆପଣମାନେ କେମିତି ଚେକ୍ କରିବେ ଏଇ ଲିଷ୍ଟରେ ଆପଣମାନଙ୍କର ନାମ ଅଛି କି ନାହିଁ, ତ ଆପଣମାନଙ୍କର ଇକେୱାଇସି ପେଣ୍ଡିଂ ରହିଛି କି ନାହିଁ ସବୁ ଆପଣ ଜାଣିପାରିବେ। ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ। ଆହୁରି ମଧ୍ୟ ମେନସନ୍ ରହିଛି, ଅନେକ ଜିଲ୍ଲାରେ ବର୍ତ୍ତମାନ ମଧ୍ୟ 40% ଉପଭୋକ୍ତାଙ୍କର ଇକେୱାଇସି ଅସମ୍ପୂର୍ଣ୍ଣ ରହିଛି। ତ ପେଣ୍ଡିଂ ରହିଥିବା ଯୋଗୁଁ ସେମାନଙ୍କର ଏଲ୍‌ପିଜି ଗ୍ୟାସ୍ କନେକ୍ସନ୍କୁ ରଦ୍ଦ କରିବେ ରାଜ୍ୟ ସରକାର 16 ଅଗଷ୍ଟ ପାଖରୁ। ଯଦି 16 ଅଗଷ୍ଟ ସୁଦ୍ଧା ଏହି କାମ ଶେଷ ନ ହୁଏ ତେବେ ଗ୍ୟାସ୍ କମ୍ପାନୀ ଗୁଡ଼ିକ ସବସିଡି ବନ୍ଦ କରିଦେବେ ଏବଂ ଆପଣଙ୍କୁ କମର୍ସିଆଲ ଦରରେ ବଜାର ମୂଲ୍ୟରେ ସିଲିଣ୍ଡର କିଣିବାକୁ ପଡ଼ିବ। ତ ବହୁତ ବଡ଼ ଘୋଷଣା ବର୍ତ୍ତମାନ କରାଯାଇଛି। ଯଦି ଆପଣମାନେ ଫେସ୍ ସ୍କାନ୍ ମାଧ୍ୟମରେ ଇକେୱାଇସିକୁ କମ୍ପ୍ଲିଟ୍ କରୁନାହାନ୍ତି ତାହେଲେ ଆପଣମାନଙ୍କର ଏଲ୍‌ପିଜି ଗ୍ୟାସ୍ କନେକ୍ସନ୍ କଟିବା ସହିତ
जो गैस कंपनी गुड़िक आपण मानकु सब्सिडी दौरान से सब्सिडी टंका आपण मानकर बंद हो आपण मानकर बैंक खाता को आसवनी। तो आपण माने 16 अगस्त सुधा घरे बसी निजर मोबाइल माध्यम यही कामटी करें। तो केमिति कौन करेंगे यार प्रोसेस मु आपण मानकु स्टेप बाय स्टेप जणाइबी। तो आउ गोटे गुरुत्वपूर्ण कथा आपण माने जानी रखंतु एही ई केवाईसी फेस स्कैन माध्यम सरकार कहीं करने चाहूँगी यार उद्देश्य कौन रही। देखंतु प्रकृत योग्य हिताधिकारी माने एलपीजी गैस रो सब्सिडी टंका पाई पारंतु तो से माने जीवित कि मृत्यु जानिबा पाई प्रत्येक वर्ष आपण माने फेस स्कैन माध्यम ई केवाईसी टी को संपूर्ण करिवार अछि। जदि आपण माने प्रत्येक वर्ष फेस स्कैन माध्यम ई केवाईसी कंप्लीट न करिवे ताहले आपण मानकर सब्सिडी टंका आपण मानकु बैंक खाता को आसीबो नै। आपण माने बाजार दर रे गैस टी को आपण किनिबे। देखंतु मोबाइल जरिया रे मात्र 2 मिनिट रे एही परी करंतु ई केवाईसी प्रक्रिया। आपण समस्तक पाखरे स्मार्ट मोबाइल रही आपणक मोबाइल रे इंटरनेट रही तो आपण एही कार्य जनसेवा केंद्र पाखकु जाइकी काहेकि करेबे। तो आपण घरे बसिकी मध्य एही कार्यटी करि पारिबे बिना पैसा रे करि पारि। छोट छोट काम गुडी को आपण घरे बसिकी करै नियंतु आपण मानकर अजता टंका खर्च होबो नै। काहेकि ना एबे जनसेवा केंद्र वाला लुटिबारे लागिचंती लोक मानकु। जदि छोट कामटे करि दउचंती जोटी 10 टंका खर्च होबार अछि सेठी आपणक पाखरु 50 टंका किबा 100 टंका नै जाउचंती। तो एमिति जनसेवा केंद्र वाला करूचंती। तो आपण घरे बसिकी निजर मोबाइल माध्यम छोट मोट काम आपण करि परिबे। एही चैनल माध्यम आपण मानकु सिखा जाउची। आसंतु मोबाइल जरिया रे आपण माने 2 मिनिट रे फेस स्कैन माध्यम ई केवाईसी को केमिति कंप्लीट करिवे तार स्टेप मध्य मो आपण मानकु जणाउची। प्रथम स्टेप टी रहउची प्ले स्टोर किंबा ऐप स्टोर रो निज गैस कंपनी रो इंडियन एचपी भारत आपण जो कंपनी गैस व्यवहार करूचंती सेही कंपनी अनुसार आपण मानकु प्ले स्टोर रो ऐप स्टोर रो एक ऐप सेही कंपनी रो डाउनलोड करिया पई पड़िबो। 2 नंबर रे पंजीकृत मोबाइल नंबर एवं आसीथिबा ओटीपी द्वारा लॉगिन करांतु। देखंतु जो पंजीकृत मोबाइल नंबर रही से पंजीकृत मोबाइल नंबर दे देवे। से मोबाइल नंबर टी वेरीफाई हो गला परे ओटीपी माध्यम रे तो तापरे आपण माने कोन करिवे लॉगिन करई नेबे। लॉगिन कला परे तापरे स्टेप टी आपण मानकर तृतीय स्टेप टी रही एलपीजी कनेक्शन को जाई ई केवाईसी किंबा आधार रिडेक्ट ऑप्शन को आपण माने चूज करिवे। तापरे 4 नंबर ऑप्शन टी आपण मानकर रही आप रे दिया जाइथिबा निर्देश अनुजाई निजर फेस स्कैन करांतु। तो आप रे जो आपण मानकर रही फेस स्कैन से फेस स्कैन उपरे आपण क्लिक करिवे। फेस आपण देखेबे। फेस देखेला परे आपण मानकर तापरे डाटा मैच हेबा मात्रे ई केवाईसी संपूर्ण होई जिवो। तो तुरंत आपण माने एही कार्यटी को संपादन करंतु अगस्त 16 तारिख सुधा। जदि आपण माने एही कामटी को अगस्त 16 तारिख सुधा न करिवे ताले आपण मानकर एलपीजी गैस कनेक्शन कटि जिवो। आपण मानकर बैंक खाता को सब्सिडी टंका आसीबनी।